ଦଶପଲ୍ଲା ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁଙ୍କ ନେତୃତ୍ୱରେ ପୂର୍ବରୁ ବିଡିଓଙ୍କ କାର୍ଯ୍ୟଶୈଳୀ ଓ ପିସି କାରବାର ବିରୁଦ୍ଧରେ ଅଭିଯୋଗ ହୋଇଥିବା ବେଳେ ସୋମବାର ଦିନ ଜନପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ନିୟମିତ ପଞ୍ଚାୟତ ସମିତି ବୈଠକ ନ ହେବା, ବିକାଶମୂଳକ କାର୍ଯ୍ୟ ମନ୍ଥର ହେବା ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଅସମ୍ମାନ କରାଯାଉଥିବା ନେଇ ଏହି ପ୍ରତିବାଦ କରାଯାଇଛି। ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ସରପଞ୍ଚମାନେ ଗଣଧାରଣାରେ ସାମିଲ ହୋଇ ପ୍ରଶାସନିକ ଏକ ଛତ୍ରବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଦଶପଲ୍ଲାରୁ ରଞ୍ଜନ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।